नमस्कार दर्शक बंधु आपण समस्त को मो चैनल को पुणी थे स्वागत करुचे। दर्शक बंधु कौन आपण को अचानक धनर इच्छा होउछि कि एमिति कौनसी समस्या आपण पाखक हठात किना आसुची जहाँ आपण को टंकार बहुत आवश्यकता पड़ुची, जेमिति कि छुआ मानकर जॉइनिंग समय हो किंबा आज कहार देह खराब हो गला। एमिति बहुत समस्या मनीष जीवन रे तो चली। आपण को जदि अचानक धन प्राप्तिर जोग रही दरकार अछि, आपण चाहूचंती जे बिना ऋण रे आपण को टंका दरकार, ସେହି ଟଙ୍କା କେଉଁଠାରୁ ବି ଆପଣଙ୍କ ପାଖକୁ ଆସୁଯାଉ। ଏହାର ଅର୍ଥ ଏୟା ନୁହେଁ ଯେ ଆପଣ ଚୋରି କରିବା କିମ୍ବା ଚୋରି ମାଲ କିମ୍ବା କାହାର ପର ଧନ ଲୁଟିବା, ଏସବୁ ନୁହଁ। ଯଦି ଚାହୁଁଛନ୍ତି କୌଣସି ଐଶ୍ୱର୍ଯ୍ୟ ଶକ୍ତି ଯାହା ମହାଲକ୍ଷ୍ମୀଙ୍କର କୃପା ଆମ ଉପରେ ରହୁ, ଅଚାନକ ଧନ ପ୍ରାପ୍ତିର ଯୋଗ ଆମ ଉପରେ ରହୁ, ଯଦି ଚାହୁଁଛନ୍ତି ତେବେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ଏକ ଚମତ୍କାରୀ ରାମବାଣର ଉପାୟ ଆଜି ଆପଣମାନଙ୍କ ସାମ୍ନାକୁ ନେଇ ଆସିଛି, ଯାହାକି 3ଟି ଅଳେଇଚ, 5ଟି ଲବଙ୍ଗ, ଗୋଟାଏ କର୍ପୂରର ଚମତ୍କାରୀ ଉପାୟ। ଏହା ଆପଣ କେବେ କରିବେ ଏବଂ କିପରି କରିବେ, କେବଳ ଆପଣ 3ଟି ଅଳେଇଚ 5ଟି ଲବଙ୍ଗ ଶୁଣିକରି ଭିଡ଼ିଓକୁ ସ୍କିପ୍ କରନ୍ତୁ ନାହିଁ। ଏମିତି ହେଲେ ପୁରା ତଥ୍ୟ ଜମା ବି ପାଇପାରିବେ ନାହିଁ। ଭିଡ଼ିଓର ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ ଏବଂ ଚାଲନ୍ତୁ ଜାଣି କହିବି ଯେ କିପରି ଆପଣମାନେ ଏହି ଉପାୟଟି କରିବେ। ତା ଆଗରୁ ମୋର ବନ୍ଧୁଗଣଙ୍କୁ ଅନୁରୋଧ କରୁଛି ଯେ ଯଦି ଏ ପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ଟିଏ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଆମେ ସମସ୍ତେ ମହାଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ସବୁବେଳେ ବ୍ୟାକୁଳ ହୋଇଥାଉ, କିନ୍ତୁ ଆପଣମାନେ ହୁଏତ ଜାଣିନଥିବେ ଯେତେବେଳେ ବି ଆମେ ମହାଲକ୍ଷ୍ମୀଙ୍କୁ ସ୍ମରଣ କରୁଛେ ପ୍ରଥମେ ନାରାୟଣଙ୍କୁ ପ୍ରସନ୍ନ କରିବା ଦରକାର, ତାପରେ ଯାଇ ଆମେ ପାଇପାରିବା ମା ମହାଲକ୍ଷ୍ମୀଙ୍କର କୃପା। ଯାହା ଉପରେ ମା ମହାଲକ୍ଷ୍ମୀଙ୍କର କୃପା ଥାଏ ତା ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ଥାଏ, କେବେ ବି ଗୋଟିଏ ଟଙ୍କାର ବି ଅଭାବ ରହିନଥାଏ। ଏବଂ ଯଦି ଆପଣମାନେ ମଧ୍ୟ ମହାଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଚାହୁଁଛନ୍ତି, ପ୍ରତ୍ୟେକ ଦିନ ନାରାୟଣଙ୍କର ପୂଜା କରନ୍ତୁ, ନାରାୟଣଙ୍କର ସେବା କରନ୍ତୁ ଏବଂ ଆଚାରେ ଲକ୍ଷ୍ମୀ ବିଚାରେ ଲକ୍ଷ୍ମୀ, ସକାଳୁ ଉଠିବା ଯାଏ ରାତ୍ରିରେ ଶୋଇବା ପର୍ଯ୍ୟନ୍ତ ନିଜର କଥାବାର୍ତ୍ତା ବ୍ୟବହାର ଚାଲିଚଳନ ଘର ସଫାସୁତୁରା ଏମିତି ବହୁତ କିଛି ଅଛି ଆଜ୍ଞା। ସେ ସବୁ ପରେ ଯାଇ ଆପଣ ମା ମହାଲକ୍ଷ୍ମୀଙ୍କର କୃପା ପାଇପାରିବେ। ଆପଣ କେତେ ପୂଜା ପାଠ କରନ୍ତୁ ନା କାହିଁକି, ଯେତେ ଦିନ ପର୍ଯ୍ୟନ୍ତ ଧର୍ମ ଏବଂ ଆପଣଙ୍କର କର୍ମ ଏବଂ ଭାଗ୍ୟ ଏ ତିନୋଟି ଯେତେବେଳେ ନ ମିଶିଛି ସେହି ସମୟରେ ସେତେ ସମୟ ଯାଏ ଆପଣଙ୍କର କେବେ ବି ଭାଗ୍ୟରେ ଉନ୍ନତି ହେବ ନାହିଁ। ସେମିତି ଟିକିଏ ନିଖେରେ ହିଁ ଯାହା ପେଟ ପୋଷିବା କଥା ସେମିତି ହିଁ ଚାଲିଥିବ। ଭାଗ୍ୟରେ ଉନ୍ନତି ହେବ ଏହି ତିନୋଟି ମିଶିଲେ। କିପରି ମିଶିବ, ଏହାର ମାନେ ଏଇଆ ନୁହଁ କେବଳ ଆମେ ଚାକିରି କରିବା, ପାଠ ପଢ଼ିବା, କର୍ମ କରିବା, ତା ଛଡ଼ା ଆଉ କୌଣସି ଉପାୟ କରିବା ନାହିଁ। ଏମିତି କଲେ କିପରି ହେବ? ଯଦି ଆପଣମାନେ ଚାହୁଁଛନ୍ତି ଭାଗ୍ୟରେ ଉନ୍ନତି ହେଉ, ଅଚାନକ ଧନ ପ୍ରାପ୍ତି ଆପଣଙ୍କ ଜୀବନରେ ସବୁବେଳେ ଆସିଥାଉ, ତେବେ ଏହି ଉପାୟଟି ଆପଣମାନେ ନିଶ୍ଚୟ କରନ୍ତୁ। ମନେ ରଖନ୍ତୁ, ଏହି ଉପାୟକୁ ଆପଣ ଯେବେ ବି କରିପାରିବେ, ଯେଉଁ ସମୟରେ ବି କରିବେ କେବଳ ଗୋଟିଏ ସମୟକୁ ନିଶ୍ଚୟ ନିର୍ଦ୍ଧାରିତ କରନ୍ତୁ। ଯେପରିକି ଆପଣ 5ଟି ବୁଧବାର କରିପାରିବେ, 5ଟି ଗୁରୁବାର, 5ଟି ଶୁକ୍ରବାର କରିପାରିବେ। ଏମିତି ଯେକୌଣସି ବି ଗୋଟିଏ ଦିନକୁ ନେଇଯାଆନ୍ତୁ, ସକାଳେ କରିବେ କି ସନ୍ଧ୍ୟାରେ କରିବେ, ଭଲ ଭାବରେ ଚିନ୍ତା କରନ୍ତୁ। ଏବଂ ଶୁଣନ୍ତୁ, 5ଟି ଲବଙ୍ଗ, ଲବଙ୍ଗର ଫୁଲ ଥିବା ଦରକାର। ସେହି ଲବଙ୍ଗ ହେଉଛି ଶିବ ଶକ୍ତିଙ୍କର ସ୍ୱରୂପ ଅଟେ। ସେଥିପାଇଁ ତ ଲବଙ୍ଗକୁ ଆହୁତି ଦିଆଯାଏ। ଯେତେବେଳେ ଘରେ ହୋମ କରାଯାଏ ଆହୁତି ଦିଆଯାଏ। ଏହି ଲବଙ୍ଗ ପୂଜା ସମୟରେ ବ୍ୟବହାର କରାଯାଏ। ଏହି ଲବଙ୍ଗ ଯଦି ଆପଣ ଦୀପ ଜାଳିବା ସମୟରେ 2ଟି ଲବଙ୍ଗକୁ ପକାଇ ଦିଅନ୍ତି, ତେବେ ଆପଣଙ୍କ ଜୀବନରେ କେବେ ବି ଧନଜନିତ ସମସ୍ୟା ରୁହେ ନାହିଁ। ଏହି ଲବଙ୍ଗର ହାର କରି ହନୁମାନଙ୍କୁ ଦିଆଯାଏ, ମା ଦୁର୍ଗାଙ୍କୁ ନବରାତ୍ରି ସମୟରେ ଦିଆଯାଏ। ଏବେ ଦର୍ଶକ ବନ୍ଧୁ ଚାଲନ୍ତୁ, ଆପଣମାନେ କ'ଣ କରିବେ, ଗୋଟିଏ ଛୋଟିଆ ମାଟିର ଦୀପ ନେଇଯିବେ, ଠାକୁରଙ୍କ ସାମ୍ନାରେ ବସିଯାଆନ୍ତୁ, ଯାହା ଆପଣଙ୍କ ସମ୍ମୁଖରେ ଯେପରି ଲକ୍ଷ୍ମୀ ନାରାୟଣଙ୍କର ଫଟୋ ଚିତ୍ର କିମ୍ବା ମୂର୍ତ୍ତି ଥିବ। ଆପଣମାନେ କ'ଣ କରିବେ, ସେହି ଦୀପକୁ ଯଦି ଚାହିଁବେ ସୁନ୍ଦର ବି କରିପାରନ୍ତି, ହଳଦୀର ଟୀକା ଲଗାଇ କରି ସେହି ଉପରେ ସିନ୍ଦୁର ବି ଲଗାଇ ପାରନ୍ତି। ସେହି ଦୀପରେ ଆପଣ ଦୀପ ସଜାଇ ଦିଅନ୍ତୁ ଘିଅ ପକାଇ କରି। 5ଟି ଲବଙ୍ଗ
ପ୍ରଥମେ ଆପଣ ଗୋଟିଏ ଲବଙ୍ଗକୁ ହାତରେ ଧରିବେ। ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ର କହିବେ। ଗୋଟାଏ ଲବଙ୍ଗକୁ ପକାଇବେ। ପୁଣି ଏପରି 5ଟି ଲବଙ୍ଗକୁ 5 ଥର ଓମ୍ ନମୋ ଭଗବତେ ବାସୁଦେବାୟ କହିକରି ଗୋଟିଏ ଗୋଟିଏ ଲବଙ୍ଗକୁ ସେହି ଦୀପରେ ପକାଇବେ। ତାପରେ 3ଟି ଅଳେଇଚ। ଜାଣିଛନ୍ତି କି ଦର୍ଶକ ବନ୍ଧୁ, ଅଳେଇଚ ମା ମହାଲକ୍ଷ୍ମୀଙ୍କର ବହୁତ ପ୍ରିୟ ଅଟେ। ଅଳେଇଚ ଯଦି ଆପଣ ଦୀପ ଜାଳିବା ସମୟରେ ପକାଇ କରି ଜାଳନ୍ତି, ତେବେ ଆପଣଙ୍କ ଘରେ କେବେ ବି ଅଭାବ ରହିବ ନାହିଁ ଏବଂ ଏହାର ବାସ୍ନା ବହୁତ ସୁନ୍ଦର ଅଟେ। ତେବେ ଏହି ଅଳେଇଚ କ'ଣ କରିବେ, 3ଟି ଅଳେଇଚ ହାତରେ ଧରିବେ। ପ୍ରଥମେ ଗୋଟାଏ ଅଳେଇଚ ମହାଲକ୍ଷ୍ମୀ ଓମ୍ ମହାଲକ୍ଷ୍ମୀ ନମଃ, ଓମ୍ ଲକ୍ଷ୍ମୀ ନାରାୟଣାୟ ନମଃ ଏପରି ଜପ କରି ଗୋଟାଏ ଗୋଟାଏ ଅଳେଇଚକୁ ଗୋଟାଏ ଗୋଟାଏ ଥର ମନ୍ତ୍ର ଜପ କରି କରି ସେହି ଦୀପରେ ପକାଇ ଦିଅନ୍ତୁ। ତୃତୀୟରେ ଗୋଟାଏ ବଡ଼ କର୍ପୂର, ଭୀମସେନ କର୍ପୂର। ଆମେ ଯେଉଁ କର୍ପୂର ବର୍ତ୍ତମାନ ବ୍ୟବହାର କରୁଛେ ତାଠାରୁ 100 ଗୁଣରେ ଭଲ ଅଟେ ଭୀମସେନ କର୍ପୂର। ଏହା ବହୁତ ଭଲ ଅଟେ। ଯଦି ଏହି କର୍ପୂରକୁ ଗୁଣ୍ଡ କରି ଘରର ମୁଖ୍ୟ ଦ୍ୱାରରେ ଶୁକ୍ରବାର ଦିନ ପକାଇବେ, ସନ୍ଧ୍ୟା ସମୟରେ ମା ମହାଲକ୍ଷ୍ମୀଙ୍କୁ କହିବେ ଯେ ଆମ ଘରକୁ ନିମନ୍ତ୍ରଣ କରାଇବେ। ଏହି କର୍ପୂର ପକାଇ ଜାଳି କରି ଘରର ଚାରିପଟେ ଘଣ୍ଟି ବଜାଇ ବଜାଇ କରି ଯଦି କରିବେ, ଘରକୁ କେବେ ଦରିଦ୍ରତା ଆସିନଥାଏ। ତେବେ ସେହି ଦୀପରେ ଆପଣ ଖଣ୍ଡିଏ କର୍ପୂର ବି ପକାଇ ଦିଅନ୍ତୁ। ତାପରେ ସେହି ଦୀପକୁ ଜାଳି ଦିଅନ୍ତୁ। ଜାଳିବା ସମୟରେ ମା ମହାଲକ୍ଷ୍ମୀଙ୍କୁ ଏବଂ ନାରାୟଣଙ୍କୁ ସୁମରଣ କରନ୍ତୁ। ନିଜର ଆର୍ଥିକ ସମସ୍ୟା ବିଷୟରେ କୁହନ୍ତୁ ଯେ କାହିଁକି ଆପଣ ଏହି ଉପାୟଟି କରୁଛନ୍ତି। ଯଦି ଆପଣ କୌଣସି ଏକ ଯେପରିକି ଛୁଆଙ୍କର ଜଏନିଂ ଅଛି, ଆପଣଙ୍କୁ ଅଚାନକ ଧନ ଦରକାର, କିନ୍ତୁ ଆପଣ କାହାଠାରୁ କରଜ କରିବା ପାଇଁ ଚାହୁଁନାହାନ୍ତି, ସେହି ସମୟରେ ଭଗବାନଙ୍କୁ ନିଜର ମନର କଥା କହିଦିଅନ୍ତୁ। ଯେତେବେଳେ ଆପଣମାନେ ଏସବୁ କରିଦେବେ, ସେହି ସମୟରେ ଆପଣମାନେ କ'ଣ କରିବେ, ଅଚାନକ ଧନ ପ୍ରାପ୍ତି ପାଇଁ ପ୍ରାର୍ଥନା କରିବେ ଏବଂ ମହାଲକ୍ଷ୍ମୀଙ୍କର ଗାୟତ୍ରୀ ମନ୍ତ୍ର ବି ଜପ କରିବେ। ସେହି ଦୀପକୁ ସେମିତି ଜଳିବା ପାଇଁ ଦେବେ। ଯେତେବେଳେ ଦୀପଟି ଜଳିକରି ପୁରା ପାଉଁଶ ହୋଇଯିବ, ସେଥିରେ ଥିବା ଧୂଆଁ, ଯାହାକି ବଞ୍ଚି ଯାଇଥିବା ସଳିତା, ଜଳି ଯାଇଥିବା ସଳିତା, ତାହାକୁ ଟୀକା କରିବେ। ପ୍ରତ୍ୟେକ ଦିନ ଟୀକା କରିବେ। ଏହା ଆପଣଙ୍କର ଧନଜନିତ ସମସ୍ୟାକୁ ନିଶ୍ଚୟ ଦୂର କରିବ। ଏହାକୁ 5ଟି ଶୁକ୍ରବାର, 5ଟି ଯାହା ନା କରିବେ, 5ଟି ଲେଖାଏଁ କରିବେ। 5ଟି ଶୁକ୍ରବାର, 5ଟି ଗୁରୁବାର, ନଚେତ୍ 5ଟି ବୁଧବାର, ଯେକୌଣସି ବି ଦିନ ଆପଣଙ୍କର ସହିତ ସମୟ ଅଛି, ସମୟ ବାହାର କରି ଆପଣମାନେ ନିଶ୍ଚୟ କରିନିଅନ୍ତୁ। କାରଣ ଯାହା ଆମର ଭାଗ୍ୟରେ ପୂଜା ପାଠ ଏବଂ କର୍ମ ଦ୍ୱାରା ହୋଇନଥାଏ, ତାହା ଏମିତି କିଛି ଉପାୟ ଦ୍ୱାରା ହୋଇଥାଏ। ଏବଂ ମନେ ରଖନ୍ତୁ, ପର ନିନ୍ଦା ପରର ଚର୍ଚ୍ଚା କରନ୍ତୁ ନାହିଁ। ଅନ୍ୟକୁ ଦେଖି ଈର୍ଷା କରନ୍ତୁ ନାହିଁ। ଦେଖିବେ ଈଶ୍ୱର ଆପଣଙ୍କୁ ବହୁତ କିଛି ଦେବେ। କାରଣ ପରନିନ୍ଦା ପରଚର୍ଚ୍ଚା ଏବଂ ଈର୍ଷା କରୁଥିବା ବ୍ୟକ୍ତି ଜୀବନରେ କେବେ ବି ଶାନ୍ତିରେ ରହିପାରି ନଥାଏ। ତାକୁ କେତେ ବି ଭଲ ଜିନିଷ ମିଳୁନା କାହିଁକି, ସେ କେବେ ବି ତାର ସେହି ଜିନିଷକୁ, ତାର ମନକୁ କେବେ ବି ପରିବର୍ତ୍ତନ କରିପାରିବ ନାହିଁ। ତେଣୁ ପ୍ରଥମେ ମନକୁ ପରିବର୍ତ୍ତନ କରନ୍ତୁ। ସମୟ ଆପେ ଆପେ ବଦଳିଯିବ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।